ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିବା ଲାଗି ଶ୍ରୀମତୀ ମୁର୍ମୁ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଗରିବ, ସୀମାବର୍ତ୍ତୀ ଅଞ୍ଚଳ, ବଞ୍ଚିତ ବର୍ଗଙ୍କ ସମେତ ବିକାଶ ଯାତ୍ରାରେ ପଛୁଆ ଥିବା ଲୋକଙ୍କ ବିକାଶକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଅନୁସୂଚିତ ଜନଜାତି ଅଞ୍ଚଳରେ ଆଦିବାସୀ ଜନସଂଖ୍ୟାର ଏକ ବଡ଼ ଭାଗ ବସବାସ କରୁଥିବା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ଜନସାଧାରଣଙ୍କର ସାମଗ୍ରିକ ବିକାଶ ଲାଗି ଉପାୟ ତଥା ପରାମର୍ଶ ଦେବାକୁ ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଅପରାଧିକ ନ୍ୟାୟ ସମ୍ପର୍କିତ 3ଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷୀ ଅଧିନିୟମ ଭଳି ଆଇନର ନାମରୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଏବଂ ଗରିବ ଲୋକଙ୍କୁ ସହଯୋଗ କରିବା ସକାଶେ ବିବିଧ ପଦକ୍ଷେପ ନେବା ଲାଗି ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟପାଳ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯାହା ସମ୍ବିଧାନର ଢାଞ୍ଚା ଅନୁଯାୟୀ ଜନସାଧାରଣ ବିଶେଷକରି ଆଦିବାସୀମାନଙ୍କ କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହିତ ଭାଇବ୍ରାଣ୍ଟ ଗ୍ରାମ ଓ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି। ଦେଶର କୃଷକମାନଙ୍କ କଲ୍ୟାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କୃଷକଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଚଳିତ ବଜେଟ୍ରେ 1,32,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି 2013-14 ଆର୍ଥିକ ବର୍ଷ ଲାଗି ବଜେଟ୍ରେ ଏଥିଲାଗି ବ୍ୟୟବରାଦ ଅର୍ଥର ପରିମାଣଠାରୁ 27,000 କୋଟି ଟଙ୍କା ଅଧିକ। ରାଜ୍ୟସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କାର୍ଯ୍ୟଶୈଳୀ ଉପରେ ଚାଲିଥିବା ଆଲୋଚନାର ଉତ୍ତରରେ ସେ ଏହା କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ସରକାର ଜଳସେଚନ ଉପରେ ଅଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବାରୁ 2023-24 ବର୍ଷରେ ରେକର୍ଡ ପରିମାଣ 329 ମିଲିୟନରୁ ଊର୍ଦ୍ଧ୍ୱ ଟନ୍ର ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି। ଏହାଛଡ଼ା ଡାଲି ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ଦିଗରେ ମଧ୍ୟ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି 2013-14 ଆର୍ଥିକ ବର୍ଷରେ ୟୁପିଏ ସରକାରଙ୍କ ଅମଳରେ ମାତ୍ର 71,000 କୋଟି ଟଙ୍କା ସାର ରିହାତି ଆକାରରେ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନର ସରକାରଙ୍କ ସମୟରେ ଏହି ପରିମାଣ 1,95,000 କୋଟି ଟଙ୍କା ଅତିକ୍ରମ କରିଛି। ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଏବଂ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଚୌହାନ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ 2021 ଏପ୍ରିଲ ମସିହାଠାରୁ ଆଜି ପର୍ଯ୍ୟନ୍ତ ସରକାର 1,03,000 କିଲୋମିଟରରୁ ଊର୍ଦ୍ଧ୍ୱ ଦୈର୍ଘ୍ୟର ରାସ୍ତା ନିର୍ମାଣ କରିଛନ୍ତି। ସେଥିମଧ୍ୟରୁ କେବଳ ଉତ୍ତରପ୍ରଦେଶରେ 16,000 କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ 9,295 କିଲୋମିଟର ରାସ୍ତା ନିର୍ମାଣ ହୋଇଛି। ଏହି ଯୋଜନା ଅଧୀନରେ ସେହି ସମୟ ମଧ୍ୟରେ ମୋଟ 17,949ଟି ରାସ୍ତା ଏବଂ 3,509ଟି ବ୍ରିଜ୍ ନିର୍ମାଣ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। 2024-25 ଆର୍ଥିକ ବର୍ଷର ଜୁଲାଇ 31 ତାରିଖ ସୁଦ୍ଧା ରେକର୍ଡ ପରିମାଣ 7,28,00,000 ଟଙ୍କା ଆୟକର ରିଟର୍ଣ୍ଣ ଫାଇଲ୍ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତିରେ ଦର୍ଶାଯାଇଛି 2023-24 ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ଚଳିତ ବର୍ଷ 7.5% ଅଧିକ ରିଟର୍ଣ୍ଣ ଫାଇଲ୍ କରାଯାଇଛି। ଏହାଦ୍ୱାରା ନୂତନ ଟିକସ ଦାଖଲ ନିୟମକୁ ଟିକସଦାତାମାନେ ଅଧିକ ମାତ୍ରାରେ ଆପଣେଇଥିବା ଜଣାଯାଇଛି। କେବଳ ଜୁଲାଇ 31 ତାରିଖ ଦିନ 69,92,000ରୁ ଅଧିକ ଟିକସଦାତା ସେମାନଙ୍କର ରିଟର୍ଣ୍ଣ ଫାଇଲ୍ କରିଛନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଏହାଛଡ଼ା ଏହି ସମୟସୀମା ମଧ୍ୟରେ ପ୍ରଥମ ଥର ପାଇଁ 58,57,000 ନୂତନ କରଦାତା ସେମାନଙ୍କର ରିଟର୍ଣ୍ଣ ଫାଇଲ୍ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯିବା ଦ୍ୱାରା କରଦାତାମାନେ ନିର୍ଦ୍ଧାରିତ ଶେଷ ତାରିଖର ବହୁ ପୂର୍ବରୁ ନିଜର ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷ ଅଗଷ୍ଟ 2 ତାରିଖ ସୁଦ୍ଧା ଦେଶରେ ମୋଟ 32,000 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତବର୍ଷ ଏହି ସମୟ ସୁଦ୍ଧା ଦେଶରେ 18,391 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ନିୟମିତ ଭାବେ ଏଥିରେ ସମ୍ପୃକ୍ତ ଅଂଶୀଦାରଙ୍କ ସହିତ ସମୀକ୍ଷା କରୁଛନ୍ତି ବୋଲି ଶ୍ରୀ ଯାଦବ କହିଛନ୍ତି। ସେହିଭଳି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ 30 ତାରିଖ ସୁଦ୍ଧା 34 କୋଟିରୁ ଊର୍ଦ୍ଧ୍ୱ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆଜି ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଏହି ଯୋଜନା ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ବ୍ୟତୀତ ଦେଶର 33ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ପରିବାର ପିଛା 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ହିତାଧିକାରୀମାନେ 29,000ରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ହସ୍କିଟାଲରେ ନଗଦ ବିହୀନ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ଯାଦବ କହିଛନ୍ତି। ପିଏମ୍ କେୟାର୍ସ ଯୋଜନା ଅଧୀନରେ 4,532 ଜଣ ଶିଶୁ ଉପକୃତ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଲୋକସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି କୋଭିଡ୍-19 ମହାମାରୀ ସମୟରେ ନିଜର ପିତାମାତାଙ୍କୁ ହରାଇଥିବା ଶିଶୁଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ମହାରାଷ୍ଟ୍ରରୁ ସର୍ବାଧିକ 855 ଜଣ, ଉତ୍ତରପ୍ରଦେଶର 467 ଏବଂ ମଧ୍ୟପ୍ରଦେଶର 433 ଜଣ ଶିଶୁ ଏହି ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି।